ନା ମାଉସୀ ସେମିତି ମଦୁଆ ମାତାଲି ମତେ କୁହନ୍ତୁନି। ମୁଁ ମଦୁଆ ସତ ସଂସ୍କାରୀ ମଦୁଆ। ଆଉ ତାପରେ ବି ଯଦି ଆପଣ ହଁ କହିବେ ଆପଣଙ୍କ ଝିଅ ମତେ ବାହା ହେବାକୁ ରାଜ୍ୟ ହବ, ହେଇ କହିବି ମଦ ଛାଡ଼ିଦେବି। ମଦ ଛି। ଆଚ୍ଛା ପିଲାଟି ଦିନରୁ ମଦ ପିଇ ଆସିଥିବା ମଣିଷଟା ମୋ ଅପା ତାକୁ ବାହା ହେବା ପାଇଁ ହଁ କହିଦେଲେ ସେ ମଦ ଛାଡ଼ିଦବ? ମଦ କଣ ସେ ଯୋଉ ୟୁନିଭର୍ସିଟି ମୋ ଅପା ନାଁରେ କରିଦେବି। ହାଁ? ଇଏ ବାବା ଆଜି ଯାଇ ଜମି ମାଫିଆ ଯେତିକି ଟଙ୍କା ସବୁ ରୋଜଗାର କରି ତା ଆକାଉଣ୍ଟରେ ଡିପୋଜିଟ୍ କରି ରଖିଛି ସବୁ ଟଙ୍କା ପଟ କିନା ତମ ଅପା ଆକାଉଣ୍ଟକୁ ଟ୍ରାନ୍ସଫର କରିଦେବି। କଣ କରିବି ଗୋଟେ ମନ ତ ଲାଗି ଯାଇଛି ମୁଁ କୋଉ ଜାଣିପାରୁଛି। ସେ କଥା କଣ କି ଆମ କଲେଜରେ ଗୋଟେ ନାଚ ପ୍ରୋଗ୍ରାମ ହଉଥିଲା ତମ ଅପା ସେଠିକି ନାଚ ମାଷ୍ଟର ନେଇ ଯାଇଥିଲେ କିନ୍ତୁ ଯିଏ ନନ୍ଦ ପାଠ କରୁଥିଲା ତାର ଠିକ ସେ ହଉନଥିଲା କି ଯଶୋଦା ପାଠ ଯିଏ କରୁଥିଲା ତାର ବି ଠିକ ସେ ହଉନଥିଲା। ତମ ଅପା କହିଲେ ହେ ସେ ନନ୍ଦ ଯାହା ଯେମିତି ଚଳିବ ତୁ ଯଶୋଦା ଜମା ଭିଡୁକୁ ନୁହ ତୁ ଉଠୁ ସେ ପାଠ ମୁଁ କରିବି। ବିଶ୍ୱାସ କରିବନି ତମ ଅପା ଯେମିତି ପାଠ କରିବାକୁ ଆଇଛନ୍ତି ପେଣ୍ଡାଲ ଉପରକୁ ମୁଁ ଚେୟାରରେ ବଇଥିଲି ଠକିନା ଡେଇଁ ପଇଲି। ଆଉ କାଇଁ? ନନ୍ଦ ପାଠ କରିବାକୁ ଓହୋ। କହୁଥିଲେ ନା ନନ୍ଦର ଚଳିବ ବୋଲି। ଚଳିବ କଣ ସେ ଭେଲେରି ଘର ବଳିବ ନା ଚଳିବ। ବିଶ୍ୱାସ କରିବନି ତମ ଅପା ମତେ ନାଚ ଶିଖେଇଲେ। ଆଉ ପ୍ରଥମ ଆରମ୍ଭ କଲେ କଣ କହିଲ ତାର କେଟେ ଥେଇ କେମିତି ପକେଇଲେ କହିଲେ ତାର କେଟେ ଥେଇ ଏଇ ଯୋଉ ପକେଇ ଦେଲେ କୋଉଠି ପକେଇଲେ ଏଇଠି। ତମେ ବିଶ୍ୱାସ କରିବନି ମତେ ଯେମିତି ଲାଗିଲା ତୀର ଆସି ବାଜିଗଲା। କୋଉଠି? ଏଇଠି। ଯୋଉ ତୀରଟା ବାଜି ଗଲା ମୁଁ ଯାଇ ଘରେ ଟିକେ ବଇଛି ଥେଇ ଥେଇ ଶୋଇପଇଲି ଥେଇ ଥେଇ ଉଠି ଟିକେ ପାଣି ପିଇଲି ଥେଇ ଥେଇ। ଏତେ ଥେଇ ଥେଇ କାହିଁ ହବା କଥା ଆଗକୁ ବଢେଇ